ଯେତେବେଳେ ସେ ପବନଟି ଆସିବ ସ୍ଥଳଭାଗରେ ସାଧାରଣତଃ ଯେତେବେଳେ ବାତ୍ୟା ପ୍ରବେଶ କରେ ତାର ଶକ୍ତି କମିବାକୁ ଲାଗେ। ବିଶେଷ କରି ପାହାଡ଼ିଆ ଅଞ୍ଚଳ ଯଦି ପାହାଡ଼ ସମ୍ମୁଖୀନ ହୁଏ ତାର ଗତି କମେ। ତେଣୁ ଏଇଟା ଯେଉଁ ଆମ ପୂର୍ବଘାଟ ପର୍ବତମାଳା ଅଛି ତା ଯୋଗୁଁ ଆମେ ଆଶା କରୁଛୁ ଯେ ହୁଏତ ପବନର ପ୍ରଭାବ କମିବ ଧୀରେ ଧୀରେ। କିନ୍ତୁ ପୁରା ଚିତ୍ରକୋଣ୍ଡା ଦକ୍ଷିଣରେ ମାଲକାନଗିରିର ଚିତ୍ରକୋଣ୍ଡା ଠାରୁ ଆରମ୍ଭ କରି ଏପଟେ ଗଜପତିର ମହେନ୍ଦ୍ରଗିରି ପର୍ଯ୍ୟନ୍ତ ଆମର ଗୋଟେ ବିରାଟ ପାହାଡ଼ିଆ ଇଲାକା ଅଛି ଏବଂ ସେଠି ଜନବସତି ଅଛି, ରାସ୍ତାଘାଟ ଅଛି ଏବଂ ଏଗୁଡ଼ିକରେ ବର୍ତ୍ତମାନ ଏବେ ପର୍ଯ୍ୟନ୍ତ ସେ ମାଟି ଓଦା ଅଛି। ତେଣୁ ଯଦି ପ୍ରବଳ ବର୍ଷା କେଉଁ ଜାଗାରେ ହୁଏ ଏବଂ ଏ ପ୍ରକାର ଆଶଙ୍କା ପାଣିପାଗ ବିଭାଗ କରୁଛି ତାହେଲେ ଭୂସ୍ଖଳନ ବା ଲ୍ୟାଣ୍ଡସ୍ଲାଇଡ୍ର ମାଟି ଅତଡ଼ା ଖସିବାର ଆଶଙ୍କା ରହିଛି। ତେଣୁ ଲୋକମାନଙ୍କୁ ଆମେ ଅନୁରୋଧ କରିବୁ ସେଭଳି ଜାଗାମାନଙ୍କରେ ନ ରହିବା ପାଇଁ, ଯେଉଁଠି ପାହାଡ଼ ତଳେ ବା ଯେଉଁଠି ପାହାଡ଼ରେ ଗଛ ନାହିଁ ସେଭଳିଆ ଜାଗାରେ, ଏଭଳି ଜାଗାରେ ନ ରହି ନିରାପଦ ଜାଗାରେ ରୁହନ୍ତୁ, ରାତିରେ ଟିକେ ସତର୍କ ରୁହନ୍ତୁ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟ ପ୍ରସ୍ତୁତି କରୁଛନ୍ତି।